Now, ଏବେ you know, a very strange thing happened to me when I was in Athens, Greece. ଗ୍ରୀସ୍ ରେ ଆଥେନ୍ସ ରେ I was not having any meetings in Athens, ଆଥେନ୍ସ ରେ ମୋର କୌଣସି ସଭା ନଥିଲା, but କିନ୍ତୁ I was passing through Athens. ମୁଁ ଆଥେନ୍ସ ଦେଇ ଯାଉଥିଲି। And as I was returning to my hotel room one night, ଗୋଟେ ରାତି ଯେତେବେଳେ ହୋଟେଲ ରୁମକୁ ମୁଁ ଫେରିକି ଆସୁଥିଲି, I think I was there only one night, ହୁଏତ ମୁଁ ଗୋଟିଏ ରାତି ସେଠାରେ ଥିଲି, but କିନ୍ତୁ a man came running after me, shouting for me. ଆଉ ଜଣେ ବ୍ୟକ୍ତି ମୋ ପଛରେ ଚିତ୍କାର କରି କରି ଦୌଡ଼ି ଆସିଲେ। What was he ସେ saying? କ'ଣ କହୁଥିଲେ? I will give you a girl. ମୁଁ ତୁମକୁ ଗୋଟିଏ ଝିଅ ଦେବି। My dear friends, ମୋର ପ୍ରିୟ ବନ୍ଧୁମାନେ, this is happening to many travelers in many parts of the ଏହି world. ଜଗତରେ ଅନେକ ସ୍ଥାନରେ ଏଇ ଦର୍ଶକମାନଙ୍କୁ ଏହା ହେଉଅଛି। And if there are any known people here in the city of Cochin ଯଦି whom you would call harlots, please invite them. ଯଦି ଏହି କୋଚିନ୍ ସହରରେ ଏପରି କୋଉ ବ୍ୟକ୍ତିମାନଙ୍କୁ ଜାଣିଥିବ ଯେଉଁମାନେ ବେଶ୍ୟା ଅଟନ୍ତି, ଦୟାକରି I ତାଙ୍କୁ see ନିମନ୍ତ୍ରଣ harlots କରନ୍ତୁ। being converted. ଆଉ ସେଇ ବେଶ୍ୟାମାନେ ମନ ପରିବର୍ତ୍ତନ କରିବାର ମୁଁ ଦେଖିଅଛି। And that old nature is taken away. ସେଇ ପୁରାତନ ସ୍ୱଭାବ ତାହା ନିଆ ହୋଇଯାଇଥାଏ। Now, if you see St. Paul in ଯଦି Athens, ଆଥେନ୍ସରେ ତୁମେ ସାଧୁ ପାଉଲଙ୍କୁ ଦେଖିବ, 17th chapter 17 ଅଧ୍ୟାୟ of Acts, ପ୍ରେରିତ 17 ଅଧ୍ୟାୟ 22, verse 22. 22 ପଦ। Then Paul stood in the midst of Mars Hill and said, You men of Athens, I perceive that in all things you are too ଏଥିରେ ପାଉଲ superstitious. ଆରୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀୟ ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବଭକ୍ତ ଏହା ମୁଁ ଦେଖୁଅଛି। For as I passed by and beheld your devotions, I found an altar with this କାରଣ inscription, ମୁଁ To the unknown God. ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜ୍ୟ ବସ୍ତୁ ସମୟ ଦେଖୁ ଦେଖୁ ଗୋଟିଏ ବେଦୀ ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, Him do I declare unto ଅଜ୍ଞାତ you. ଦେବତାଙ୍କ ଉଦ୍ଦେଶ୍ୟରେ ଆଉ ତାଙ୍କୁ ଆପଣଙ୍କ ନିକଟରେ ମୁଁ ପ୍ରଚାର କରୁଅଛି। I saw an altar with the inscription, To the unknown God. ଆଉ ମୁଁ ଏପରି ଏକ ବେଦୀ ଦେଖିଲି ଯାହା ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ। At least they were honest. ଆଉ ସେମାନେ ଏଥିରେ ସଚ୍ଚୋଟ ଥିଲେ। Today we are not honest. ଆଜି ଆମେ ସଚ୍ଚୋଟ ନାହୁଁ। We have no idea what God is like. ଆଉ ପ୍ରଭୁ କିପରି ତାହା ଆମର କୌଣସି ଜ୍ଞାନ ନାହିଁ। But you know what the Lord Jesus said? କିନ୍ତୁ ତୁମେ ଜାଣିଛ କି ପ୍ରଭୁ ଯୀଶୁ କ'ଣ କହିଲେ? This is the condemnation. ଆଉ ଏହା ସେଇ Light has come into the world, ସେହି ବିଚାର ଏହି ଜଗତରେ ଜ୍ୟୋତି ପ୍ରକାଶିତ ହୋଇଅଛି। but men loved darkness more than ଆଉ light, ଲୋକମାନେ ସେଇ ଜ୍ୟୋତି ଅପେକ୍ଷା ଅନ୍ଧକାରକୁ ଭଲ ପାଇଲେ, because their deeds were ଯେହେତୁ evil. ସେମାନଙ୍କର କର୍ମ ସବୁ ମନ୍ଦ। And neither will they come to the light lest their deeds be reproved. ଯେହେତୁ ତାଙ୍କର ସେଇ ଜ୍ୟୋତିରେ ତାଙ୍କର କୁକର୍ମ ଦେଖା ନ ଯାଉ। Listen, ଶୁଣନ୍ତୁ, whatever you may do, ଯାହା ବି ତୁମେ Don't- କରିପାର, be a hater of light. ସେଇ ଜ୍ୟୋତିର ସେ ଘୃଣାକାରୀ ହୁଅ ନାହିଁ। Welcome light. ସେ Ask ଆଲୋକକୁ for light. ନିମନ୍ତ୍ରଣ କର, ଆଲୋକ ନିମନ୍ତେ ପଚାର। One of the great prayers in the Bible Bible- is give me understanding. ବାଇବେଲର ଏକ ମହାନ ପ୍ରାର୍ଥନା ଯେ ପ୍ରଭୁ ମୋତେ ବୁଝିବାର ଶକ୍ତି ଦିଅନ୍ତୁ। Did you ever ask that କ'ଣ prayer? ତୁମେ କେବେ ବି ସେପରି ପ୍ରାର୍ଥନା କରିଅଛ? Lord, give me understanding. ପ୍ରଭୁ ମୋତେ ବୁଝିବାର ଶକ୍ତି ଦିଅନ୍ତୁ। I do not know how to spend my days and ମୋର years. ଦିନ ମୋର ବର୍ଷ କିପରି ବିତାଇବାର ଅଛି ମୁଁ ବୁଝିପାରୁନାହିଁ। Look at the tragedy of ଆଉ ଏହି this. ଭୟଙ୍କର ବିଷୟକୁ ଦେଖ। An altar. ସେଇ ବେଦୀ ଉପରେ, An altar is a place of ସେଇ offerings. ବେଦୀ ତାହା ଦାନ କରିବାର ସ୍ଥାନ ଅଟେ।
The Lord Jesus said, प्रभु जीशु कहिले when thou comest to the altar, जेतेबेले bring your gifts to the जेतेबेले तुमे altar, बेदी निकटକୁ आସୁଅଛ ତୁମର ଉପହାରକୁ ନେଇ ଆସ and there remember that your brother has ought against ଯଦି you. ସେଠାରେ ତୁମର ମନେ ପଡ଼ିଲା ଯେ ତୁମର ଭାଇଙ୍କର କିଛି ତୁମ ବିରୁଦ୍ଧରେ Leave ଅଛି there your gift. ସେଠାରେ ନିଜର ଉପହାରକୁ ରଖ First go and be reconciled to your ପ୍ରଥମେ brother, ଯାଇ ନିଜର ଭାଇଙ୍କ ସହ ସମ୍ପର୍କ ଠିକ କର and then offer your gift. ତାପରେ ନିଜର ଉପହାରକୁ ଦିଅ My dear friends, wherever I go, people are saying, somebody did black magic ମୋର ପ୍ରିୟ against ବନ୍ଧୁମାନେ me. ଯୋଉଠାକୁ ବି ମୁଁ ଯାଏ ଲୋକମାନେ କୁହନ୍ତି ଲୋକ ମୋ ଉପରେ କଳା ଯାଦୁ କରିଛନ୍ତି Listen, my dear friend. ଶୁଣନ୍ତୁ ବନ୍ଧୁମାନେ It is true that some people don't like a neighbor to ଏହା ସତ୍ୟ prosper. ଯେ ଲୋକମାନେ ନିଜର ପଡ଼ୋଶୀଙ୍କୁ ଅଭିବୃଦ୍ଧି କରିବାକୁ ଚାହାନ୍ତି That is ନାହିଁ the human heart. ତାହା ମନୁଷ୍ୟ ହୃଦୟ What ଅଟେ is the Bible saying? ବାଇବେଲ କ'ଣ କୁହେ The heart is desperately wicked and deceitful above all ଅନ୍ତଃକରଣ things. ସବୁଠାରୁ କପଟମୟ ଓ ଅପ୍ରତି କାର୍ଯ୍ୟ ରୂପେ ପୀଡ଼ିତ Who can know it? କିଏ ତାହା ଜାଣିପାରେ I, the Lord, search the ଆମ୍ଭେ heart ସଦାପ୍ରଭୁ ପ୍ରତ୍ୟେକ ହୃଦୟକୁ ଅନୁସନ୍ଧାନ and କରୁ try the thought, ଆମ୍ଭେ ମର୍ମ ପରୀକ୍ଷା to କରୁ give every man according to his work. ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର So, କର୍ମର ଫଳ ଦେବା God ପାଇଁ is the searcher of your heart. ପ୍ରଭୁ ତୁମ ହୃଦୟର ଅନୁସନ୍ଧାନକର୍ତ୍ତା And God ଅଟନ୍ତି also says, ଆଉ ପ୍ରଭୁ ମଧ୍ୟ କହିଛନ୍ତି the sin of Judah is written with a pen of ସେ iron. ଜିହୁଦାର ପାପ ତାହା ଲୁହାର ନମୁନାରେ ଲେଖା ହୋଇଅଛି It is engraved upon the slates of their ଆଉ heart ତାଙ୍କର ହୃଦୟରେ ପଟ୍ଟାରେ ତାହା ଲେଖା ହୋଇଅଛି and upon the horns of their ଆଉ altar. ତାଙ୍କର ସେଇ ବେଦୀର ଉପରେ ତାହା ଲେଖା ହୋଇଅଛି My dear friend, ମୋର ପ୍ରିୟ ବନ୍ଧୁମାନେ when your conscience is unclean, ଯେତେବେଳେ ତୁମର ବିବେକ ଅଶୁଚି ଥାଏ when your heart is darkened ଯେତେବେଳେ and you do not see your sins, ଯେତେବେଳେ ତୁମର ହୃଦୟ ଅନ୍ଧକାରରେ ପୂର୍ଣ୍ଣ ଥାଏ ଆଉ ତୁମେ ନିଜର ପାପ ଦେଖିପାରି ନଥାଅ how can you pray for your ତୁମେ children? କିପରି ତୁମ ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରିବ We need an altar. ଆମକୁ ସେଇ ବେଦୀର ଆବଶ୍ୟକ We need a family altar. ଆମକୁ ଏଇ ସେଇ ପରିବାରରେ ବେଦୀର ଆବଶ୍ୟକ We need husbands and wives who pray together with oneness. ଆଉ ସ୍ୱାମୀ ସ୍ତ୍ରୀ ସେଇ ଏକତାର ସହିତ ପ୍ରାର୍ଥନା କରୁଥିବା ସେପରି You ଆବଶ୍ୟକ know, I asked a man once, ମୁଁ ଜଣେ ବ୍ୟକ୍ତିଙ୍କୁ ଥରେ ପଚାରିଲି I was having a campaign in America, ଆମେରିକାରେ ମୋର ଗୋଟେ କ୍ୟାମ୍ପେନ୍ ଥିଲା and there was a man who was there, and I asked him, ସେଠାରେ ଜଣେ ବ୍ୟକ୍ତି He ଥିଲେ was a ଆଉ ମୁଁ ତାଙ୍କୁ leader. ପଚାରିଲି ସିଏ ନେତା ଥିଲେ did you ever beat your wife? କ'ଣ ତୁମେ ନିଜର ସ୍ତ୍ରୀଙ୍କୁ କେବେ ବାଡ଼ାଇଛ କି He said yes, ସିଏ କହିଲେ ହଁ but she beat me first. କିନ୍ତୁ ସିଏ ପ୍ରଥମେ ମୋତେ ବାଡ଼ାନ୍ତି There may be some women here just like that. ହୁଏତ ଏଠାରେ କିଛି ସ୍ତ୍ରୀ ମାନେ ସେପରି ଥାଇପାରନ୍ତି You know, today Aji- men want to be women and women want to be men. ପୁରୁଷମାନେ ସ୍ତ୍ରୀ ହେବାକୁ ଚାହୁଁଛନ୍ତି ସ୍ତ୍ରୀମାନେ ପୁରୁଷ ହେବାକୁ ଚାହୁଁଛନ୍ତି How amazing! କେତେ ଆଶ୍ଚର୍ଯ୍ୟ ବିଷୟ What a shocking thing. God has divided the genders. ଈଶ୍ୱର ସେଇ ପୁରୁଷ ଓ ସ୍ତ୍ରୀ ତା ଭିନ୍ନ କଲେ But କିନ୍ତୁ the Bible says He Bible made କୁହେ- them male and female. ସିଏ ତାଙ୍କୁ ପୁରୁଷ ଓ ସ୍ତ୍ରୀ କଲେ No, today Aji- foolish people around the world are Sara- saying, I am neither. ସାରା ବିଶ୍ୱରେ ମୂର୍ଖ ଲୋକମାନେ ଅଛନ୍ତି ଯୋଉମାନେ କହୁଛନ୍ତି ମୁଁ କିଛି ବି ନୁହେଁ My name is Adam and my brother's name is Paul. My wife's name is ଆଉ Paul. ମୋର ନାମ ଆଡାମ ଅଟେ ଆଉ ମୋର ସ୍ତ୍ରୀଙ୍କର ନାମ ପଲ ଅଟେ I went to this church and they married us both. ଆଉ ମୁଁ ଏହି ଚର୍ଚ୍ଚକୁ ଯାଇଥିଲି ଆଉ ସେଠାରେ ଆମର All ବିବାହ right. ହେଲା ଠିକ If we ଅଛି have people doing that, ଯଦି ଆମର ଏପରି ଲୋକ ଅଛନ୍ତି ଯୋଉମାନେ then all right, there will be no more children ଠିକ ଅଛି ଆଉ ପିଲାମାନେ ହେବେ ନାହିଁ and nations will disappear. ଆଉ ଦେଶ ଗୁଡ଼ିକ ତାହା ଉଭାଇ ଯିବ The curse of God. ପ୍ରଭୁଙ୍କର ଅଭିଶାପ
Oh, what a loud voice these homosexuals have in ଆଉ ଏ America. ଯୋଉ ସମଲିଙ୍ଗୀ ମାନେ କେତେ ସେ ଆମେରିକାରେ ଚିତ୍କାର We କରୁଛନ୍ତି want the rights of ଆଉ everybody. ଆମେ ସେଇ ସମସ୍ତଙ୍କର ଅଧିକାର ଚାହୁଁଅଛୁ। Dogs don't have that problem. କୁକୁର ମାନଙ୍କର ସେଇ ସମସ୍ୟା ନଥାଏ। Why do you have that problem? ତୁମର କାହିଁକି ସେ ସମସ୍ୟା ଅଛି? So, ତେଣୁ marriage is breaking down. ବିବାହ ଗୁଡ଼ିକ ଭାଙ୍ଗି ଯାଉଅଛି। Families are getting divorced. ପରିବାର ଗୁଡ଼ିକ ଛାଡ଼ପତ୍ର ଦେଉଛନ୍ତି। Children are weeping ପିଲାମାନେ କାନ୍ଦୁଅଛନ୍ତି all over the world. ସାରା ବିଶ୍ୱରେ। My dear friend, ମୋର ପ୍ରିୟ ବନ୍ଧୁମାନେ, why this confusion? କାହିଁକି ଏତେ ଦ୍ୱନ୍ଦ୍ୱ? Light has come into this world, but men love darkness more than ଆଲୋକ light. ଏହି ଜଗତକୁ ଆସିଅଛି କିନ୍ତୁ ମନୁଷ୍ୟ ସେ ଜ୍ୟୋତି ଅପେକ୍ଷା ଅନ୍ଧକାରକୁ ପ୍ରେମ So କରୁଅଛି। here in Athens, ଏଠାରେ ଆଥେନ୍ସରେ St. Paul found an altar which said to the unknown ସାଧୁ God. ପୌଲ ଏପରି ଏକ ବେଦୀ ପାଇଲେ ଯାହା ଲେଖା ହେଇଛି ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ। He took up that thread and said, all right, let me declare to you who this unknown God is. ଆଉ ସିଏ ତାହାକୁ ନେଲେ ଆଉ କହିଲେ ମୁଁ ଏଇ ଯୋଉ ଅଜ୍ଞାତ ଦେବତାଙ୍କ ବିଷୟରେ ପ୍ରଚାର କରିବି। He is not like your erotic gods. ଆଉ ସିଏ ତୁମର ଏହିପରି ମୂର୍ଖ ପ୍ରଭୁମାନଙ୍କ ଭଳି ନୁହେଁ। You know, people have made themselves gods who are highly erotic, full of uncleanness, and they call them ଆଉ gods. ମନୁଷ୍ୟମାନେ ଲୋକମାନଙ୍କୁ ନିଜର ପ୍ରଭୁ କରିଦେଇଛନ୍ତି ଯୋଉମାନେ କି ଅଶୁଚି ଅଟନ୍ତି ଆଉ ସେମାନେ ନିଜକୁ ପ୍ରଭୁ ବୋଲି So କୁହନ୍ତି। the Greek gods were such people too. ଆଉ ଗ୍ରୀକର ସେଇ ଭଗବାନ ମାନେ ସେଇ ଭଳି ଥିଲେ। Then St. Paul goes on ସାଧୁ as ପୌଲ he କହିଲେ, speaks to them. ଆଉ ଯେତେବେଳେ ସେ ତାଙ୍କ ସହ କଥା ହେଲେ And he said to them, ଆଉ ସେ ତାଙ୍କୁ କହିଲେ 30th verse, 30 ପଦ 29 and 30. 29 ଓ 30 ପଦ। For as much then as we are the offspring of God, we ought not to think that Godhead is like unto gold or silver or stone or graven by art and man's device. ତେବେ ଆମ୍ଭେମାନେ ଈଶ୍ୱରଙ୍କର ବଂଶ ହେବାରୁ ଈଶ୍ୱରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ଜ୍ଞାନ କରିବା ଆମ୍ଭମାନଙ୍କର ଉଚିତ ନୁହେଁ। Look at that. ତାହାକୁ ଦେଖ। Listen, my friends. ଶୁଣନ୍ତୁ ମୋର We ବନ୍ଧୁମାନେ, feel we are the makers of ଆମେ God. ଭାବୁ ଆମେ ସେ ପ୍ରଭୁଙ୍କର ସୃଷ୍ଟିକର୍ତ୍ତା One young ଅଟୁ। man came to my meetings, ଜଣେ ଯୁବା ବ୍ୟକ୍ତି ମୋ ସଭାକୁ ଆସିଲେ, and the Lord Jesus touched him. ପ୍ରଭୁ ଯୀଶୁ ତାଙ୍କୁ ଛୁଇଁଲେ। I said, what is the profession of your father? ଆଉ ମୁଁ କହିଲି ତୁମର ବାପାଙ୍କର କାର୍ଯ୍ୟ କ'ଣ? He is a maker of gods. ଆଉ ସିଏ ସେଇ ପ୍ରଭୁମାନଙ୍କୁ ଗଢ଼ନ୍ତି। Very good. ବହୁତ ଭଲ। So you can make whatever ଆଉ God ତୁମେ you ଯୋଉ like. ପ୍ରକାରର ଭଗବାନଙ୍କୁ ଚାହୁଁଛ ତାହା ତୁମେ ଗଢ଼ି ପାରିବ। If you are an adulterer, ଯଦି ତୁମେ ଜଣେ you ବ୍ୟଭିଚାରୀ, will make a God who is also an ଆଉ ତୁମେ adulterer. ଏପରି ଭଗବାନଙ୍କୁ ଗଢ଼ିବ ଯିଏ ବ୍ୟଭିଚାରୀ ଅଟନ୍ତି। How terrible. କେତେ ଭୟଙ୍କର। The first thing that we should know about the living ପ୍ରଥମ God, ବିଷୟ ଯାହା ଆମେ ଜୀବନ୍ତ ପ୍ରଭୁଙ୍କ ବିଷୟରେ ଜାଣିବା ଉଚିତ, He is ସେ holy. ପବିତ୍ର ଅଟନ୍ତି। Today, ଆଜି we don't understand ଆମେ holiness. ପବିତ୍ରତାକୁ ବୁଝିପାରିନଥାଉ। In everything, we must bring in some dirty connotation of sex. ଆଉ ପ୍ରତ୍ୟେକଟି ବିଷୟରେ ଆମେ ସେଇ ଯୌନ ସମ୍ବନ୍ଧୀୟ କିଛି ମହିଳା ବିଷୟକୁ ଆଣିଥାଉ। Design of clothes, ପୋଷାକ ଡିଜାଇନ ହଉ, almost in every advertisement. ଆଉ ପ୍ରତ୍ୟେକଟି ସେଇ What is ଆଡଭର୍ଟାଇଜମେଣ୍ଟରେ the appeal? What is it that the advertiser is trying to focus on? ଆଉ ସେଇ ଯୋଉ ଆଡଭର୍ଟାଇଜର ସିଏ କ'ଣ ଦେଖାଇବାକୁ ଚାହୁଁଅଛି? To rouse you with a sex appeal. ଆଉ ତୁମକୁ ସେଇ ଯୌନ ସମ୍ବନ୍ଧୀୟ ଲାଳସାକୁ ବଢାଇବା ପାଇଁ। You can also see that sex appeal in some of our sculptures.
ଆଉ ଆମର କିଛି ସେଇ ଖୋଦିତ ମୂର୍ତ୍ତିରେ ତୁମେ ସେଇ ଯୌନ ସମ୍ବନ୍ଧୀୟ And you ଲାଳସାକୁ call it ଦେଖିପାରିବ। God. ଆଉ ତୁମେ ତାହାକୁ ଭଗବାନ ବୋଲି କହୁଅଛ। Must God appeal to you through sex? କଣ ପ୍ରଭୁ ତୁମକୁ ଯୌନ ସମ୍ବନ୍ଧୀୟ ଏପରି ଲାଳସା ଦେବେ କି? My beloved people, ମୋର ପ୍ରିୟ ଲୋକମାନେ, we have grieved the living God. ଆମେ ଜୀବନ୍ତ ପ୍ରଭୁଙ୍କୁ ଦୁଃଖ We have ପହଞ୍ଚାଇଛୁ। built ourselves big temples here, there, everywhere. ଆମେ ଏଠାରେ ସେଠାରେ ସବୁଆଡେ ମନ୍ଦିର ଗଢିଅଛୁ। We have killed so many ଆମେ people. ଅନେକ ଲୋକଙ୍କର ହତ୍ୟା And କରିଅଛୁ। the killers were never brought to ଆଉ court. ସେଇ ହତ୍ୟାକାରୀ ମାନଙ୍କୁ କେବେ ନ୍ୟାୟାଳୟରେ ଅଣାଯାଇ ନାହିଁ। And how many thousands of people were କେତେ slaughtered ହଜାର ହଜାର ଲୋକଙ୍କର ମୃତ୍ୟୁ in ହୋଇଗଲା the name of God. ଭଗବାନଙ୍କ ନାମରେ। What kind of God? କୋଉ ପ୍ରକାରର ପ୍ରଭୁ? God who wants to drink your blood. But କିନ୍ତୁ we have a Savior who ଆମର leaves heaven's glory and comes into this world to shed his blood for you ଆମର and ସେଇ me. ଉଦ୍ଧାରକର୍ତ୍ତା ଅଛନ୍ତି ଯିଏ ସ୍ୱର୍ଗର ମହିମାକୁ ଛାଡ଼ି ଏହି ପୃଥିବୀକୁ ତୁମର ଆଉ ମୋ ନିମନ୍ତେ ରକ୍ତ ବୁହାଇବାକୁ ଆସିଲେ। And we don't want him. ଆଉ ଆମେ ତାଙ୍କୁ ଚାହୁଁନାହୁଁ। We are makers of God. ଆମେ ସେଇ ଭଗବାନଙ୍କ ସୃଷ୍ଟିକର୍ତ୍ତା It's ହୋଇଯାଇଛୁ। not God who made you, but you made ଆଉ God. ପ୍ରଭୁ ତୁମକୁ ଗଢ଼ି ନାହାନ୍ତି କିନ୍ତୁ ତୁମେ ପ୍ରଭୁଙ୍କୁ ଗଢ଼ୁଅଛ। What a tragedy. କେତେ ଭୟଙ୍କର। I see this happening even in ଆଉ Christianity. ଏପରିକି ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ତାହା ହେବାର ମୁଁ ଦେଖୁଅଛି। We have a strange religion ଆଜି today. ଆମର ଏକ ବିଚିତ୍ର ଧର୍ମ ଅଛି। And if I take 10 lakhs for marrying your lovely daughter, ଯଦି ତୁମର ପ୍ରିୟ ଝିଅକୁ ବିବାହ କରିବା ପାଇଁ ମୁଁ 10 ଲକ୍ଷ ଟଙ୍କା ନଉଅଛି, can I give 1 lakh to the church and say I am offering this money to the church? ଆଉ ମୁଁ କଣ 1 ଲକ୍ଷ ଟଙ୍କା ଚର୍ଚ୍ଚକୁ ଦେଇପାରିବି କି ଆଉ କହିବି ମୁଁ ତାହା ଚର୍ଚ୍ଚକୁ ଦାନ କରୁଅଛି? I oppress you, I rob you and give a part to the church? ଆଉ ମୁଁ ତୁମକୁ ଅତ୍ୟାଚାର କରିବି, ମୁଁ ତୁମକୁ ଡକାୟତ କରିବି ଆଉ ଚର୍ଚ୍ଚକୁ ଦାନ କରିଦେବି? Is that righteousness? କଣ ତାହା ଧାର୍ମିକତା? Will the God of righteousness forgive କଣ you? ଧାର୍ମିକତାର ଈଶ୍ୱର ତୁମକୁ କ୍ଷମା କରିବେ କି? No. ନାହିଁ। We have filled this land with a false Christianity. ଆଉ ଆମେ ଏହି ଜଗତକୁ କିପରି ସେ ମିଥ୍ୟା ଖ୍ରୀଷ୍ଟିଆନ Some ଧର୍ମରେ years ପୂର୍ଣ୍ଣ ago, କରିଅଛୁ। କିଛି ବର୍ଷ ପୂର୍ବରୁ I had a great burden for Cochin, ମୋର କୋଚିନ୍ ନିମନ୍ତେ ବହୁତ ବୋଝ ଥିଲା। and I said, ଆଉ ମୁଁ କହିଲି we must do something for Ernakulam ଆଉ and ଆମେ Cochin. ଏର୍ଣ୍ଣାକୁଲମ ଆଉ କୋଚିନ୍ ନିମନ୍ତେ କିଛି କରିବାକୁ ପଡ଼ିବ। I sent a very fine young man here, ଆଉ ଏଠାରେ ଜଣେ a man of ଆଉ ଜଣେ ସେଇ sacrifice. ବଳିଦାନର ଯୁବକକୁ ଏଠାକୁ ପଠେଇଲି। People asked him, ଲୋକମାନେ ତାଙ୍କୁ ପଚାରିଲେ how do you live? ତୁମେ କିପରି ବଞ୍ଚୁଛ? Who supports କିଏ you? ତୁମକୁ ଯୋଗାଉଅଛି? He said, ସିଏ କହିଲେ I depend upon the ମୁଁ Lord, ସଦାପ୍ରଭୁଙ୍କ ଉପରେ ନିର୍ଭର କରେ even for my next meal. ଆଉ ମୋର ଆଗାମୀ ଖାଦ୍ୟ ନିମନ୍ତେ ମଧ୍ୟ Even for my next meal. ମୋର ଆଗାମୀ ସେଇ ଭୋଜନ ନିମନ୍ତେ ମଧ୍ୟ। Well, ଠିକ୍ the people said, ଲୋକମାନେ କହିଲେ he reported to me, ଆଉ ସିଏ ମତେ ତାହା କହିଲେ oh, the people are saying, we have no such preachers here. ଆଉ ଲୋକମାନେ ମତେ କହୁଛନ୍ତି ଆମର ଏପରି ପ୍ରଚାରକ ଏଠି ନାହାନ୍ତି। Everybody has got some support from ଆଉ America. ସମସ୍ତଙ୍କର ସେଇ ଆମେରିକାରୁ କିଛି ନା କିଛି ସହାୟତା Let me ଆସୁଛି। ask you, what is the address of God? ଆଉ ମୁଁ ତୁମକୁ ପଚାରେ ପ୍ରଭୁଙ୍କର ଠିକଣା କୋଉଠି? Have you ever written a letter to God? କେବେ ତୁମେ ପ୍ରଭୁଙ୍କୁ ସେଇ ଚିଠି ଲେଖିଅଛ କି? God, ପ୍ରଭୁ what street I don't know, ଆଉ କୋଉ Washington DC ୱାଶିଂଟନ ଡିସି or Ohio, ନା ଓହାଇଓ, Indiana. ଇଣ୍ଡିଆନା? You know, friends, ଜାଣନ୍ତି କି ବନ୍ଧୁମାନେ instead of the ସେଇ missionary ମିଶନାରୀ heart, ହୃଦୟ ରହିବା ପରିବର୍ତ୍ତେ what have we got? ଆମେ କଣ Where shall I ପାଇଅଛୁ? get more dollars? Where shall I get more money? କୋଉଠି ଅଧିକ ଡଲାର ପାଇବି, କୋଉଠି ଅଧିକ ଟଙ୍କା ପାଇବି? What a dreadful state.
ଆଉ କେତେ ସେ ଭୟଙ୍କର Do ସ୍ଥିତି you know when I preach in other ଯେତେବେଳେ countries, ମୁଁ ଅନ୍ୟ ଦେଶରେ ପ୍ରଚାର କରେ I say, ମୁଁ କୁହେ these men who have immigrated to this ଆଉ ଏଇ country ଲୋକମାନେ ଯୋଉମାନେ ସେ ଏହି ଦେଶକୁ ସ୍ଥାନାନ୍ତରିତ ହୋଇଛନ୍ତି are only trying to get the money out of this country. କେବଳ ଏହି ଦେଶରୁ ସେମାନେ ଟଙ୍କା ପାଇବାକୁ ଚାହାନ୍ତି Have you read your Bible? କଣ ତୁମେ ତୁମର ବାଇବେଲ ପଢିଅଛ କି Do you know the command of କଣ Jesus? ଯୀଶୁଙ୍କର ସେ ଆଜ୍ଞାକୁ ଜାଣିଅଛ କି Take this good news to every God's ଏହି creature. ସୁସମାଚାରକୁ ତୁମେ ପ୍ରତ୍ୟେକଟି ଜୀବ ନିକଟକୁ ନେଇକି ଯାଅ Freely you have received, ମୁକ୍ତରେ ତୁମେ ପାଇଅଛ freely give. ମୁକ୍ତରେ ତୁମେ ଦିଅ Go to this country, go to that country, grab as much ଏହି money. ଦେଶକୁ ଯାଅ ସେଇ ଦେଶକୁ ଯାଅ ଏତିକି ଟଙ୍କା ତୁମେ ନିଅ My dear friends, ମୋର ପ୍ରିୟ the ବନ୍ଧୁମାନେ love of money is the root of all evil. ସେଇ ଧନର ପ୍ରେମ ସମସ୍ତ ମନ୍ଦତାର ମୂଳ ଅଟେ When do preachers go wrong? ପ୍ରଚାରକମାନେ କେତେବେଳେ ଭୁଲ କରନ୍ତି When their hearts turn to ଯେତେବେଳେ money. ତାଙ୍କର ହୃଦୟ ଟଙ୍କା ଆଡକୁ ପଳାଇଯାଏ What can money give me? ଟଙ୍କା ମତେ କଣ ଦେଇପାରିବ Can money give me power from God? କଣ ସେଇ ଟଙ୍କା ମତେ ପ୍ରଭୁଙ୍କ ଠାରୁ ଶକ୍ତି No. ଦେଇପାରିବ କି ନାହିଁ Can money send my prayer to heaven? କଣ ଟଙ୍କା ମୋର ପ୍ରାର୍ଥନାକୁ ସ୍ୱର୍ଗକୁ ପଠାଇ ପାରିବ କି The greatest ସେ things ମହାନ ବିଷୟ money cannot buy. ଟଙ୍କା ତାହା କିଣି ପାରିବ ନାହିଁ Have you ever seen anywhere money buying କଣ love? କୋଉଠାରେ ତୁମେ ଦେଖିଛ କି ଟଙ୍କା ସେଇ ପ୍ରେମକୁ କିଣୁଅଛି No. These are enemies. ଏହା ଶତ୍ରୁ ମାନେ Money and love are enemies. ଟଙ୍କା ଓ ପ୍ରେମ ଶତ୍ରୁ ଅଟନ୍ତି What are the greatest fights in families? ପରିବାର ଗୁଡ଼ିକରେ ସେଇ ଝଗଡ଼ା ଗୁଡ଼ିକ କଣ Money. ଟଙ୍କା My dear ମୋର friends, ପ୍ରିୟ ବନ୍ଧୁମାନେ my wife is just there, right here. ମୋର ସ୍ତ୍ରୀ ଏଇଠାରେ ହିଁ Go and ଥିଲେ। ask her. ତାଙ୍କୁ ଯାଇ ପଚାର 44 years we have been married. 44 ବର୍ଷ ଆମେ ବିବାହିତ Did ଅଟୁ। we ever have an argument or fight? କଣ ଆମର କେବେ ବି ଝଗଡ଼ା ଅବା ତର୍କ ବିତର୍କ ହୋଇଅଛି କି Did I ever beat her? କଣ ମୁଁ ତାଙ୍କୁ କେବେ ହାତ ଉଠାଇଛି କି How can I beat someone whom I love? ଯାହାକୁ ମୁଁ ପ୍ରେମ କରେ ମୁଁ ତାକୁ କିପରି ହାତ ଉଠାଇ ପାରିବି What did the Apostle Paul say to these people? ପ୍ରେରିତ ପାଉଲ ଏହି ଲୋକମାନଙ୍କୁ କଣ କହିଲେ Acts 17 and verse 30. ପ୍ରେରିତ 17 ଅଧ୍ୟାୟ 30 ପଦ The times of this ignorance God winked at. ଈଶ୍ୱର ସେଇ ଅଜ୍ଞାନତାର କାଳ ଉପେକ୍ଷା But କରିଅଛନ୍ତି now ସତ୍ୟ କିନ୍ତୁ ଏବେ Commandeth all men everywhere to repent. ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି What is this? ଏହା କଣ The command of God. ପ୍ରଭୁଙ୍କର ଆଜ୍ଞା Did you repent? କଣ ତୁମେ ପଶ୍ଚାତାପ Did you କରିଅଛ ever repent for all the sins of your ତୁମର youth? ସେଇ ଯୁବା କାଳର ପାପ ନିମନ୍ତେ ପଶ୍ଚାତାପ କରିଅଛ You know, when I was repenting, all my sins came before ଯେତେବେଳେ ମୁଁ me. ପଶ୍ଚାତାପ କରୁଥିଲି ମୋର ସମସ୍ତ ପାପ ମୋ ସମ୍ମୁଖରେ ଆସିଲା I was a very clever ଆଉ ମୁଁ hypocrite. ଜଣେ ସେଇ ଚାଲାକ ଭଣ୍ଡ ଥିଲି I used to hide everything very ମୁଁ cleverly. ବହୁତ ଚାଲାକ ଭାବରେ ମୁଁ ସବୁ କିଛି ଲୁଚାଉଥିଲି But God brought all these things before କିନ୍ତୁ me. ପ୍ରଭୁ ଏ ସବୁ ବିଷୟ ମୋ ସମ୍ମୁଖକୁ And ଆଣିଲେ the cross of Jesus stood before me. ସେଇ ଯୀଶୁଙ୍କର କ୍ରୁଶ ମୋ ସମ୍ମୁଖରେ ଛିଡା ହେଲା I could not hide my sin anymore. ମୁଁ ଆଉ ମୋର ପାପକୁ ଛୁପାଇ ରଖିପାରିଲି I ନାହିଁ told my Savior all my ମୁଁ ମୋର sin ଉଦ୍ଧାରକର୍ତ୍ତାଙ୍କୁ ମୋର ସମସ୍ତ ପାପ କହିଲି and I repented. ଆଉ ମୁଁ ପଶ୍ଚାତାପ କଲି Today, ଆଜି people are very angry, saying
there are conversions. ଲୋକମାନେ ଏହା କହି ବହୁତ କ୍ରୋଧିତ ଅଟନ୍ତି ଯେ ଧର୍ମ ପରିବର୍ତ୍ତନ କରାଉଛି। What do I say? ମୁଁ କ'ଣ କୁହେ? It is God's command that everybody should repent. ଆଉ ଏହା ପ୍ରଭୁଙ୍କର ଆଜ୍ଞା ଅଟେ ଯେ ସମସ୍ତେ ପଶ୍ଚାତାପ From କରିବା the ଉଚିତ। topmost man to the poorest man. ସେ ଉଚ୍ଚ ସ୍ତର ବ୍ୟକ୍ତି ଠାରୁ ଆରମ୍ଭ କରି ସେଇ Tell ଗରିବ me. ବ୍ୟକ୍ତି ପର୍ଯ୍ୟନ୍ତ କୁହନ୍ତୁ। Tell me, please. ମତେ ଦୟାକରି କୁହନ୍ତୁ You mean to say that we have no need to ତୁମେ କ'ଣ repent? କହୁଛ ଆମର ପଶ୍ଚାତାପର ମନ ପରିବର୍ତ୍ତନର ଆବଶ୍ୟକତା ନାହିଁ? You know, when there is repentance in ଯେତେବେଳେ India, ଭାରତରେ ସେଇ ପଶ୍ଚାତାପ ଆସିବ all the national debt will be clear. ଆଉ ସବୁ ସମସ୍ତ ଦେଶର ଋଣ ତାହା ସୁଝିଯିବ। All the stolen money, all the tax cheating, ସମସ୍ତ ଚୋରିର ଧନ ଆଉ ସେଇ ଯୋଉ କରରେ ଠକାଇବା when it is brought back, ଯେତେବେଳେ ତାହା ଫେରାଯିବ oh, this country will be very rich. ଆଉ ଏଇ ଦେଶ ବହୁତ ଧନୀ ହୋଇଯିବ। କିନ୍ତୁ It is the heart that must କିନ୍ତୁ ସେଇ change. ହୃଦୟ ତାହା ପରିବର୍ତ୍ତନ ହେବା ଉଚିତ। God commanded ପ୍ରଭୁ ତାହା ଆଜ୍ଞା ଦିଅନ୍ତି everyone, everywhere. ସର୍ବତ୍ର ସମସ୍ତ To ମନୁଷ୍ୟ repent. ଯେପରି ମନ Let ପରିବର୍ତ୍ତନ us କରିବେ pray. ପ୍ରାର୍ଥନା କରିବା Let us pray. ପ୍ରାର୍ଥନା In a କରିବା few moments, we'll send you କିଛି away. ସମୟ ମଧ୍ୟରେ ଆମେ ତୁମକୁ ପଠାଇ ଦବୁ। Tell God in your heart, ନିଜର ହୃଦୟରେ ପ୍ରଭୁଙ୍କୁ କୁହ dear Lord, ପ୍ରିୟ ପ୍ରଭୁ I cannot hide my ମୁଁ ମୋର sin. ପାପକୁ ଲୁଚାଇ ପାରିବି ନାହିଁ। My sins took you to ମୋର Calvary. ପାପ ଆପଣଙ୍କୁ କାଲବରୀକୁ ନେଇ ଯାଇଅଛି। You took my sin upon your sinless body. ଆପଣ ମୋର ପାପକୁ ନିଜର ପାପ ରହିତ ଶରୀର ଉପରେ Lord, ନେଲେ। have ପ୍ରଭୁ, mercy on me. ଦୟାକରି ମୋ ଉପରେ ଦୟା କରନ୍ତୁ। Give me a new heart. ମୋତେ ଏକ ନୂତନ ହୃଦୟ Take ଦିଅନ୍ତୁ। away the chaos from my ଆଉ ମୋର life ଜୀବନରେ ସମସ୍ତ ଏଇ ବ୍ୟସ୍ତବହୁଳତାକୁ ନେଇ ଯାଆନ୍ତୁ। and give me your peace and forgiveness. ଆପଣଙ୍କର ଶାନ୍ତି ଓ କ୍ଷମା ମୋତେ ଦିଅନ୍ତୁ। The Lord is listening to your prayer. ପ୍ରଭୁ ତୁମର ପ୍ରାର୍ଥନା ଶୁଣୁଅଛନ୍ତି। Precious Lord, ହେ ମୂଲ୍ୟ put your nail-pierced hands upon each one here. ପ୍ରିୟ ପ୍ରଭୁ ଆପଣଙ୍କର ସେଇ କଣ୍ଟବିଦ୍ଧ ହସ୍ତ ପ୍ରତ୍ୟେକ Touch ଜଣଙ୍କ them. ଉପରେ ରଖନ୍ତୁ ତାଙ୍କୁ ଛୁଅନ୍ତୁ। Said, I will give you a new heart and put my spirit within you. ଆପଣ କହିଛନ୍ତି ମୁଁ ତୁମକୁ ଏକ ନୂତନ ହୃଦୟ ଦେବି ଆଉ ସେଇ ନୂତନ ଆତ୍ମା ତୁମ ମଧ୍ୟରେ Lord, ରଖିବି। do this miracle in every heart. ପ୍ରଭୁ ପ୍ରତ୍ୟେକ ହୃଦୟରେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ And କରନ୍ତୁ। how much blessing will come out of their ଆଉ life. କେତେ ଆଶୀର୍ବାଦ ତାଙ୍କ ଜୀବନରୁ ତାହା ଆସିବ। Hear our prayer. ଆମର ପ୍ରାର୍ଥନା ଶୁଣନ୍ତୁ। We ask in Jesus' holy name. ଏସବୁ ଯୀଶୁଙ୍କ ପବିତ୍ର ନାମରେ ମାଗୁଅଛୁ। Amen. ଆମେନ୍।